କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ତାହେଲେ ମନ ଦେଇ ଶୁଣ। ଥରେ କ'ଣ ହେଇଛି ନା, ମୋହନପୁର ବୋଲି ଗୋଟିଏ ଗାଁ ଥିଲା। ସେ ଗାଁରେ ଜମିଦାରଠୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ବ୍ରାହ୍ମଣ, ଶିକ୍ଷକ, କୁମ୍ଭାର, କାଠୁରିଆ ସମସ୍ତେ ରହୁଥିଲେ। ସବୁ ପ୍ରକାରର ଲୋକ ସେଠି ରହୁଥିଲେ। ସେ ଗାଁ ପାଖରେ ଗୋଟେ ନଦୀ ଥିଲା, ଗୋଟେ ଜଙ୍ଗଲ ଥିଲା, ଗୋଟେ ପାହାଡ଼ ଥିଲା। ମୋଟାମୋଟି ଉପରେ ଗାଁଟି ସବୁ ପ୍ରକାର ସମ୍ପତ୍ତିରେ ପୂର୍ଣ୍ଣ ହୋଇକି ଥିଲା। ହେଲେ ଥରେ କ'ଣ ହେଇଛି ନା, ସେ ଗାଁର ଶିକ୍ଷକ ସେଠାରେ ସବୁ ପିଲାମାନଙ୍କୁ ବସେଇକି ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାନ୍ତି। ପାଠ ପଢ଼ିଲା ଭିତରେ ସେଇ ପିଲାମାନଙ୍କ ଭିତରେ ଗୋଟେ ଦୁଷ୍ଟ ପିଲାଟିଏ ଥିଲା। ସେଇଠି ଜମା ପାଠଶାଠ ପଢ଼େନି, ସବୁବେଳେ ଖାଲି ଡିଷ୍ଟର୍ବ କରେ, ଅଲଗା ପିଲାମାନଙ୍କୁ ପଢ଼େଇ ଦିଏନି, ଖେଳା ବୁଲାରେ ମନ ଦିଏ, ବହୁତ ହଇରାଣ ହରକତ କରେ। ଶିକ୍ଷକ ତାକୁ ବହୁତ ବୁଝାନ୍ତି, ଆରେ ଭଲ କାମ କର, ପାଠ ପଢ଼, ବାପା ମାଆ କଥା ମାନ। ସିଏ ବା କାହିଁକି ଶୁଣନ୍ତା, ସେ ଦୁଷ୍ଟ ପିଲାଟିଏ। ସିଏ ଜମା ମାନନି। ଶିକ୍ଷକ ବେଳେବେଳେ ବିରକ୍ତ ହେଇ କୁହନ୍ତି, ଏଇ ପିଲାଟିକି ପାଠ ପଢ଼ାଇବା ଯାହା, ଭାଲୁ ଲାଞ୍ଜ ଧରିବା ସେୟା। କହିଲେ ପିଲାଟି ବୁଝିପାରେନି କିଛି। ପିଲାଟି ବେଳେବେଳେ ଭାବେ, ମୋତେ ପାଠ ପଢ଼ାଇବା ମାନେ ଭାଲୁ ଲାଞ୍ଜ ଧରିବା କ'ଣ କଥା। କହିକି ଦିନେ ଶିକ୍ଷକଙ୍କୁ ପଚାରିଲା, ସାର୍ ସବୁବେଳେ କହୁଛନ୍ତି ମୋତେ ପାଠ ପଢ଼ାଇଲେ ଭାଲୁ ଲାଞ୍ଜ ଧରିବା ସେୟା ବୋଲି, କ'ଣ ଭାଲୁ ଲାଞ୍ଜ ଧରିବା ମାନେ କ'ଣ? ହେଲେ ପଚାରିଲା ବେଳକୁ ଶିକ୍ଷକ ଭାରି ବିରକ୍ତ ହେଇକି ଥିଲେ। ଶିକ୍ଷକ ତାକୁ କହିଲେ, ତୁ କେବେ ମୋ କଥା ଶୁଣୁନୁ, ମୁଁ ବା କାହିଁ ତୋତେ ଆଉ ବତେଇବାକୁ ଯିବି। ନା କୁହନ୍ତୁ, ନା ରହ, ତୁ ସମୟ ଆସୁଛି, ତୁ ନିଜେ ଜାଣିବୁ। ଏ କଥା କହିଲେ ସେ ତାର ପଳେଇଗଲା। ପଳେଇଲେ ସେ ଗାଁରେ ଯେଉଁ ବ୍ରାହ୍ମଣଟି ରହୁଥିଲେ, ସିଏ ବି ବାହାରକୁ ଯାଆନ୍ତି, ବୁଲାବୁଲି କରିକି ଆସନ୍ତି। ବୁଲାବୁଲି କଲେ ଦିନେ କ'ଣ ହେଇଛି, ସେ ଜଙ୍ଗଲ ପାର ହେଇକି ଆରପଟକୁ ଯିବାକୁ ବସିଲେ। ଠିକ୍ ଜଙ୍ଗଲ ମଝାମଝି ହେଇଛନ୍ତି, ଦେଖିଲେ ଗୋଟେ ବଡ଼ ଆମ୍ବ ଗଛଟାରେ ଆମ୍ବ ସବୁ ପଡ଼ିଛି ପାଚିକି। ଇଏ କ'ଣ କଲେ, ଆମ୍ବ ଗୋଟି ଗୋଟିକିରି ତୋଳିକି କିଛିଟା ଖାଇଲେ, ଆଉ କିଛିଟା ସାଇଜରେ ବାନ୍ଧିକି ଅଖାରେ ଗୋଟେ ଜାଗାରେ ରଖିଲେ, ଫେରିଲା ବେଳକୁ ଘରକୁ ନେବା ବୋଲି। ଏତିକି ବେଳକୁ ଦେଖିଲେ ସେ ଆମ୍ବ ଗଛର କୋରଡ଼ରୁ ଗୋଟେ ଦଉଡ଼ି ଭଳିଆ କ'ଣ ଗୋଟେ ଝୁଲିକି ଅଛି। ଇଏ ଭାବିଲେ, ଆଙ୍କୁ ଲାଗିଲା ଯେ ମୋଟା ଦଉଡ଼ିଟାଏ ପଡ଼ିଛି ସେଠି। ଇଏ ଭାବିଲେ ଦଉଡ଼ିଟା ଥିଲେ କାମରେ ଲାଗିବ କେତେବେଳେ, କହିକି ଯାଇକି ଦଉଡ଼ିଟାକୁ ଝିକିଲା ବେଳକୁ ଦେଖିଲା ବେଳକୁ କ'ଣ ହେଇଛି ନା, ସେଇଟା ଦଉଡ଼ି ନୁହଁ, ଗୋଟେ ବଡ଼ ଭାଲୁ ସେ ଆମ୍ବ ଗଛର କୋରଡ଼ରେ ଆମ୍ବ ଖାଉଥିଲା। ଗୋସେଇଁ ବ୍ରାହ୍ମଣ ଯିଏ, ସିଏ ତା ଲାଞ୍ଜଟାକୁ ଦଉଡ଼ି ଭାବି ପିଟୁଛନ୍ତି। ବାଘୁ ଗଁ ଗଁ ହେଇକି ଭାଲୁ ପଳେଇ ଆସିଲା ବାହାରକୁ ପଳେଇ ଆସିଲେ। ଇଏ କଥା ଦେଖିକି ପୁରୋହିତଙ୍କର ପିଳେହି ପାଣି, ମାନେ ସିଏ ଛାନିଆ ହେଇଗଲେ। ସିଏ ଚିନ୍ତା କଲେ, ଯଦି ମୁଁ ଆ ଲାଞ୍ଜଟାକୁ ଛାଡ଼ି ଦେଉଛି, ଇଏ ତ ମୋତେ ମାରିଦେବ। ତେଣୁ ସିଏ ପ୍ରାଣ ବିକଳରେ ତା ଲାଞ୍ଜଟିକୁ ଆଉ ଛାଡ଼ିଲେନି। ଭାଲୁ ବୁଲିକି ବ୍ରାହ୍ମଣକୁ ମାରିବାକୁ ଚେଷ୍ଟା କରୁଛି, କିନ୍ତୁ ଭାଲୁ ବୁଲିଲା ବେଳକୁ ଯେହେତୁ ଇଏ ତା ଲାଞ୍ଜକୁ ଧରିଛନ୍ତି, ଇଏ ବି ବୁଲି ପଡ଼ୁଛନ୍ତି ତା ପଛପଟକୁ। ଭାଲୁ ପୁଣି ବୁଲୁଛି, ଇଏ ପୁଣି ବୁଲୁଛନ୍ତି, ଏମିତି ବୁଲାବୁଲି ଚାଲିଛି। ସେଇଥିରେ ଚକର ଖାଇ ଏ ଯେଉଁ ବ୍ରାହ୍ମଣଙ୍କର ମୁଣ୍ଡ ବୁଲେଇଲାଣି, କିନ୍ତୁ ଉପାୟ ନାହିଁ। ଏଇ ଭିତରେ କ'ଣ ହେଇଛି ନା, ବ୍ରାହ୍ମଣଙ୍କର ଅଣ୍ଟାରେ ଯେଉଁ ଧୋତି ପିନ୍ଧିଥିଲେ, ଧୋତି ଅଣ୍ଟାରେ ସେ କିଛି ପଇସା କଏନ୍ ସବୁ ରଖିଥିଲେ। ଆଗରୁ ତ ପ୍ୟାଣ୍ଟ ସାର୍ଟ ନଥିଲା, ସମସ୍ତେ ସେଇ ଧୋତି ଚାଦର ପିନ୍ଧନ୍ତି। ଏକ ତ ଅଣ୍ଟାରେ ବାନ୍ଧିକି ପଇସା ରଖିବେ, ନହେଲେ ତ କାନିରେ ବାନ୍ଧିକି ପଇସା ସବୁ ରଖନ୍ତି। ତ ସେ ବ୍ରାହ୍ମଣ ବି ନିଜ ଅଣ୍ଟାରେ କିଛି ପଇସା ସବୁ 2 ଟଙ୍କିଆ 5 ଟଙ୍କିଆ କିଛି ପଇସା ସବୁ ରଖିଥିଲେ। ତ ଇଏ ଦୌଡ଼ା ଦୌଡ଼ି ଘିରି ବୁଲିଲା ମଝିରେ ସେ କଏନ୍ ସବୁ ଚାରିଆଡ଼େ ବିଛେଇକି ପଡ଼ିଗଲାଣି। ଗୋସେଇଁ ଦେଖୁଛନ୍ତି ସିନା, ଆଉ କିଛି କରିବାକୁ ଉପାୟ ନାହିଁ। କ'ଣ ବା କରିପାରିବେ, ଛାଡ଼ିଲା ମାତ୍ରେ ତ ଭାଲୁ ମାଡ଼ି ବସିବ। ତ ଏମିତି ଘିରି ବୁଲୁଛନ୍ତି। ଯୋଗକୁ ସେଇ ଯେଉଁ ଦୁଷ୍ଟ ପିଲାଟି, ଯେଉଁ ମୋହନ ପିଲାଟି, ସିଏ ସେଇପଟ ଦେଇକି ଯାଉଥିଲା। ସିଏ ଦେଖିକି ଗୋସେଇଁକି ତାକୁ ଭାରି ମଜା ଲାଗିଲା। ସିଏ ଆଉ ଜାଣୁନି ଯେ ଅସୁବିଧାଟା କ'ଣ। ସିଏ ତାଳି ମାରିକି ହସିକି ଗୋସେଇଁକି କହୁଛି, ଗୋସେଇଁ ବଢ଼ିଆ ଦୌଡ଼ୁଛ, ଆଉ ଟିକେ ଦୌଡ଼। ଗୋସେଇଁ ଭାବିଲେ, ଏଇ ପିଲାଟି ବୋଧେ ବୋକାଟିଏ, ଆଉ ଆକୁ ଧରିକି ମୁଁ କେମିତି ହେଲେ ଏଠୁ ପାର ହେଇକି ପଳେଇବି। ଗୋସେଇଁ କହିଲେ, ଆରେ ମଜା ଲାଗୁଛି ଟି, ଖାଲି ମଜା ନୁହଁ, ୟା ଦ୍ୱାରା ପଇସା ବି ବାହାରୁଛି। ନା କ'ଣ କହୁଛ? ନା ଦେଖୁନା, ତା ଲାଞ୍ଜ ଧରିକି ବୁଲିଲେ ଯେତେ ସମୟ ଘିରି ବୁଲିବ, ଭାଲୁ ସବୁ ଟଙ୍କିକିଆ 2 ଟଙ୍କିଆ କଏନ୍ ସବୁ ଗାଗା କରିବ, ଝାଡ଼ାରେ ବାହାରିବ ଯେ ଭାଲୁର। ଦେଖୁନୁ କେତେ ପଇସା ମୋର ହେଇଗଲାଣି, ଆଉ ଟିକେ ପଇସା ହେଇଗଲେ ମୁଁ ପଳେଇବି।
କହିଲେ। ମୋହନ କହିଲା, ଆଚ୍ଛା ମୁଁ ବି ତାହେଲେ ଧରିବି ଟିକେ। ନା ହଁ ଧରିବୁ ଯଦି ଆସେ, ତୁ ବି ଆସିବୁ, ତୁ ଲାଞ୍ଜ ଧରିକି ଘିରିରେ ବୁଲିବୁ, ଯାହା ପଇସା ବାହାରିଲା ତୁ ନେବୁ, ମୋ ପଇସାଟେ ମୁଁ ନେଇକି ପଳେଇବି। କହିଲେ। ମୋହନ ତ ଜାଣିପାରିଲାନି, ଏମିତି ତ ପାଠଶାଳ ପଢ଼େନି, ସବୁବେଳେ ଖାଲି ଉତ୍ପାତ କଥାରେ ତାର ମୁଣ୍ଡ। ଦୌଡ଼ି ଆସିକି ଲାଞ୍ଜଟିକୁ ଧରିଦେଲା। ଧରିଦେଲା ଯେମିତି ଗୋସାଇଁ ଛାଡ଼ି ଦେଇକି ଖଣ୍ଡେ ବାଟକୁ ପଳେଇଲେ। କହିଲେ ହଁ ତୁ ଦୌଡ଼ୁଥା କହିକି ନିଜର ପଇସା ଯାହା ସବୁ ପଡ଼ିଛି ସବୁ ଗୋଟାଗୋଟି କଲେ, ଅଣ୍ଟିରେ ଧରିଲେ, ଧରିକି ଚାଲିଲେ। ମୋହନ ତାର ବୁଲିଲା, ଘିରି ଭାଲୁ ପଛରେ ବୁଲିକି ଦେଖୁଛି କାହିଁ କିଛି ତ ପଇସା ବାହାରୁନି, କିଛି ନାହିଁ, କ'ଣ କରିବ? ଏମିତି ଭାବି ଭାବି 10-15 ମିନିଟ୍ ବୁଲିଲା ଭିତରେ ଭାଲୁ ବି ପୁରା ହାଲିଆ ହେଇଗଲାଣି, ଥକିଗଲାଣି। ଭାଲୁ ଚିନ୍ତା କରୁଛି କେମିତି ଛାଡ଼ିଦିଅ, ଇଏ ବି ହାଲିଆ ହେଇଗଲାଣି। ସେସବୁ ଥକିକି ମୁଣ୍ଡ ଘୁରେଇକି ଇଏ ଛେଚେଇକି ପଡ଼ିଗଲେ। ଭାଲୁ ତ ରାଗି ରାଗି ଥିଲା, ଆକୁ ଗୋଟେ ରମ୍ପା ଦେଲା, କିନ୍ତୁ ଆ ଭାଗ୍ୟ ଭଲ, ଆ ମୁହଁରେ ବାଜିନି, ଗୋଡ଼ ଆଡ଼େ ବାଜିଲା, ରାମ୍ପିକି ରକ୍ତ ଟିକେ ବାହାରି ପଡ଼ିଲା। ଭାଲୁର ନଖ ମାଡ଼ରେ ଯେତିକି ବାହାରିବା କଥା ବାହାରିଲା। ଭାଲୁ ତାର ଦୌଡ଼ିକି ପଳେଇଲା, କାରଣ ହାଲିଆ ହେଇଯାଇଥିଲା। ଇଏ ଆସିଲା ବେଳକୁ କ'ଣ ହେଇଛି ନା, ସେ ଯେଉଁ ବ୍ରାହ୍ମଣ ଯାଇଥିଲେ, ସେ ବ୍ରାହ୍ମଣଟି ପଳେଇଲେ ସିନା ତାଙ୍କ ମନ ମାନିଲାନି, ଯେ ଆରେ ପିଲାଟାକୁ ମୁଁ ଛାଡ଼ି ଦେଇକି କେମିତି ଭାଲୁ ପାଖରେ ଆସିଲି। ସିଏ ଆସିକି ଗାଁ ଲୋକଙ୍କୁ କହିକି ଗୋଟେ 15-20 ଲୋକଙ୍କୁ ଧରିକି ଠେଙ୍ଗା ବାଡ଼ି ଧରିକି ପୁଣି ଫେରୁଛନ୍ତି, କ'ଣ ନା ମୋହନକୁ ବଞ୍ଚେଇବେ। ଫେରିବାକୁ ଆସିଲା ବେଳକୁ ଆ ପାଖାପାଖି ପହଞ୍ଚିବା ପୂର୍ବରୁ ଭାଲୁ ଛାଡ଼ି ଦେଇକି ଆକୁ ଟିକେ ରାମ୍ପି ଦେଇକି ପଳେଇଲାଣି। ଓ ହେଲା ପାଟି ତୁନ କରିକି ସବୁ ଆସିକି ପହଞ୍ଚିଲା ବେଳକୁ ଇଏ ଠିଆ ହେଇକି ଚାଲୁଛି। ବ୍ରାହ୍ମଣ ଆକୁ ଦେଖିକି କହିଲେ, ବାବୁରେ ମୋର ଭୁଲ ହେଇଛି, ତୋତେ ବଞ୍ଚାଇବା ପାଇଁ ମୁଁ ସବୁ ଲୋକଙ୍କୁ ଧରିକି ଆସିଥିଲି, ତୁ ତ ଛୋଟ ପିଲା, ତୁ ତ ଆଉ ଜାଣିପାରିବୁନି, ତେଣୁ ତୋତେ ଏମିତି କହିଥିଲି। ସିଏ କହିଲା, ହଁ ମୁଁ ବୁଝି ସାରିଲିଣି, ଆଉ କହିଲେ କ'ଣ ହବ? ଦେଖିଲା ବେଳକୁ ଶିକ୍ଷକ ବି ସାଙ୍ଗରେ ଆସିଛନ୍ତି। ସିଏ କହିଲା, ଶିକ୍ଷକ ମହାଶୟଙ୍କୁ କହିଲା, ସାରେ ଆଜି ଆକ୍ଚୁଆଲି ମୁଁ ଠିକରେ ବୁଝିପାରିଲି ଯେ ଭାଲୁ ଲାଞ୍ଜ ଧରିବା କାହାକୁ କହନ୍ତି। ସମସ୍ତେ ହସି ହସି ଗଡ଼ିଗଲେ। ଶିକ୍ଷକ କହିଲେ, ଆଚ୍ଛା ଯଦି ବୁଝିଲୁ ତାହେଲେ କହ, ଭାଲୁ ଲାଞ୍ଜ ଧରିବା କାହାକୁ କହନ୍ତି? ନା ଏମିତିଆ ଶୂନ୍ୟରେ ଅନ୍ୟ କଥା ଶୁଣିକି ମିଛ କଥାଟାକୁ ଧରିକି ବୁଲିବା, ଯାହା ଏଇ ଭାଲୁ ଲାଞ୍ଜ ଧରିବା ସେଇଆ। ମୁଁ ଆଜି ଭାଲୁ ଲାଞ୍ଜ ଧରିଥିଲି, ଆଉ ଜୀବନରେ କେବେ ଭାଲୁ ଲାଞ୍ଜ ଧରିବିନି। ଶିକ୍ଷକ କହିଲେ, ଯାହା ହଉ ତୁ ରମ୍ପା ଟିକେ ଭାଲୁର ଖାଇଲୁ ସିନା, କିନ୍ତୁ ଅସଲି ଜୀବନର ମାନେଟା ବୁଝିଗଲୁ। ଠିକ୍ ଅଛି ତାହେଲେ କହିକି ଯିଏ ଯାହା ରାସ୍ତାରେ ଘରକୁ ଗଲେ। ମୋହନ ସେଦିନଠୁ ସୁନା ପିଲା ହେଇ ପାଠଶାଠ ପଢ଼ିଲା। ଆଚ୍ଛା ପିଲାମାନେ, ତମେମାନେ କ'ଣ ବୁଝିଲ? ଜୀବନରେ କେବେ ଭାଲୁ ଲାଞ୍ଜ ଧରିବନି ତ? ଠିକ୍ ଅଛି, ତାହେଲେ ଆଜି ପାଇଁ ଏତିକି। ବାଏ।